ଶୀତ ଦିନର ରଙ୍ଗ ବିରଙ୍ଗୀ ପରିବାକୁ ନେଇ ଆଜି ଚାଲନ୍ତୁ ବନେଇ ନବା ମିକ୍ସ ଭେଜ୍ ତରକାରୀ। ଆଉ ଗ୍ୟାରେଣ୍ଟି ଦେଇକି କହୁଛି ଆପଣ ଥରେ ଏଇ ଉପାୟରେ ମିକ୍ସ ଭେଜ୍ ବନାନ୍ତୁ, ଦେଖିବେ ଯାହାକୁ ବି ଖାଇବାକୁ ଦେବେ ନା ସେ ଆପଣଙ୍କ ପ୍ରଶଂସା ନ କରି ରହିପାରିବେନି। କାରଣ ଆଜି ମୁଁ ସେ ସବୁ ସିକ୍ରେଟ୍ ଆପଣମାନଙ୍କ ସହିତ ସେୟାର କରିବି, ଯାହାକୁ ଦେଇକିନା ଭୋଜି ଆଉ ରେଷ୍ଟୁରାଣ୍ଟରେ ବନାନ୍ତି, ସେଥିପାଇଁ ସେଠି ଖାଇଲେ ଭାରି ସୁଆଦିଆ ଲାଗେ, କିନ୍ତୁ ଘରେ ଯେତେ ଚେଷ୍ଟା କଲେ ବି ସେ ପରଫେକ୍ଟ ସ୍ମେଲ୍ ଆଉ ଟେଷ୍ଟ ଆସେନି। ଆଜି এই ଭିଡ଼ିଓ ଦେଖି ସାରିଲା ପରେ ଆପଣ ଥରେ ମିକ୍ସ ଭେଜ୍ ତରକାରୀ এই ଉପାୟରେ ବନାନ୍ତୁ, ଆଉ ଦେଖିବେ ବାସ୍ନା, ଲୁକ୍ ଆଉ ସ୍ୱାଦରେ ପୁରା ଭୋଜି ଆଉ ରେଷ୍ଟୁରାଣ୍ଟ ଭଳି ବନିବ। ଆଶା କରୁଛି ଆପଣମାନେ ଫୁଲ୍ ଭିଡ଼ିଓଟିକୁ ଦେଖିବେ ଆଉ ନିଶ୍ଚିନ୍ତ ଟ୍ରାଏ କରିବେ। ତେବେ ଚାଲନ୍ତୁ ଡେରି ନ କରି ଆରମ୍ଭ କରିବା। ସେଥିପାଇଁ ଏଇଠି ମୁଁ ବିଭିନ୍ନ ପ୍ରକାର ପରିବା ନେଇଛି। ପ୍ରଥମେ ଗୋଟେ ଆଳୁକୁ ଚୋପା ଛଡ଼େଇ କାଟି ନେଇଛି, ଆଉ ଏଠି ଗାଜରକୁ ଲମ୍ବା କରି କାଟି ନେଇଛି, ବିନ୍ସ ନେଇଛି, ଫୁଲକୋବି ନେଇଛି, ଆଉ ନେଇଛି ଗୋଟେ କ୍ୟାପ୍ସିକମ୍। ପରିବାର ପରିମାଣ ପାଖାପାଖି ସମାନ ସମାନ ଭାଗରେ ନେବେ। ଆଉ ମଟର ଏଇଠି ନେଇଯାଇଛି ଗୋଟେ କପ୍ ଗ୍ରୀନ୍ ମଟର। ଆଉ ଏଠି ପରିବା ତ ଏସବୁ ମୁଁ ନେଇଛି, ତା ଛଡ଼ା ପନିର ମଧ୍ୟ ଟିକେ ଟେଷ୍ଟକୁ ବଢ଼ାଇବା ପାଇଁ ନେଇଯାଇଛି, କିନ୍ତୁ ଆପଣ ବିନା ପନିରରେ ମଧ୍ୟ ୟାକୁ ବନେଇ ପାରିବେ। ଯଦି ଆପଣ ପନିର ନେଉଛନ୍ତି ତାହେଲେ ଅଳ୍ପ ନେବେ। ମୁଁ ଏଠି 50-60 ଗ୍ରାମର ପନିର ନେଇଛି, କାରଣ ଏଇଟା ମିକ୍ସ ଭେଜ୍ ବନାଉଛନ୍ତି। ପନିର ଯଦି ଆପଣ ଅଧିକ ଦେଇଦେବେ ପନିର ତରକାରୀ ଭଳି ଲାଗିବ, ତେଣୁ କମ୍ ପରିମାଣରେ ନେବେ। ଚାଲନ୍ତୁ ଏବେ ତରକାରୀ ପାଇଁ ମସଲା ବେସ୍ ବନେଇ ନେବା। ଏଇଠି ନେଇଯାଇଛି ମୁଁ 4ଟି ମିଡ଼ିୟମ୍ ସାଇଜ୍ର ପିଆଜ, 4ଟି ମିଡ଼ିୟମ୍ ସାଇଜ୍ର ଟମାଟୋ। ଟମାଟୋ ପିଆଜର ପରିମାଣ ସେମ୍ ରହିବ, ଆଉ ଅଲଗା ମସଲା ଅପେକ୍ଷା ଅଧିକ ରହିବ। ଯଦି ଅଧିକ ପ୍ରବଳ ଖଟାବାଲା ଟମାଟୋ ଅଛି ତାହେଲେ ଆପଣ 3ଟି ନେଇପାରିବେ। ଆଉ ଏଠି 10ରୁ 12 କୋଲା ରସୁଣ ନେଇଛି, 1 ଇଞ୍ଚର ଅଦା ନେଇଛି, ଆଉ ଶୁଖିଲା ଲଙ୍କା ଗୋଟାଏ ନେଇଛି। ଯଦି ଅଧିକ ରାଗ ଖାଇବେ ତାହେଲେ ଆପଣ ରାଗ ହିସାବରେ କମ୍ ବେଶୀ କରିପାରିବେ। ଆଉ ତା ସାଙ୍ଗକୁ ଏଇଠି 8ରୁ 10ଟି କାଜୁ ନେଇଛି, ଯାହାକୁ 15 ମିନିଟ୍ ହେଲାଣି ପାଣିରେ ଭିଜେଇକି ରଖିନେଇଥିଲି, ଯାହାଦ୍ୱାରା କି ଚିକଣ ହେଇକି ପେଷ୍ଟ ହେଇପାରିବ। ଆଉ ଏ ସବୁକୁ ମୁଁ ପେଷ୍ଟ ବନେଇ ନେଇଛି। ମସଲା ବେସ୍ ଏବେ ଆମର ରେଡ଼ି ହେଇଯାଇଛି। ଏବେ ଚାଲନ୍ତୁ ତରକାରୀ ଆରମ୍ଭ କରିବା। ଗ୍ୟାସ୍ ଅନ୍ କରିକି କଢ଼େଇ ବସାଇ ନେଲା ପରେ ଏବେ ଏଥିରେ ଦେଇ ଦେଉଛି ରିଫାଇନ୍ ତେଲ। ମୁଁ ଏଇଟା ପୁରା ତରକାରୀକୁ ରିଫାଇନ୍ ତେଲରେ ହିଁ ବନେଇବି। ତ ପ୍ରଥମେ ଅଳ୍ପ ଅଳ୍ପ କରିକି ପରିବା ଦେଇକିନା ଗୋଟି ଗୋଟି ପରିବାକୁ ହାଲକା ଛାଣିକି ବାହାର କରିନେବି। ଆପଣ ପରିବାକୁ ସନ୍ତୁଳିକି ମଧ୍ୟ ବନେଇ ପାରିବେ, କିନ୍ତୁ ସନ୍ତୁଳିକି ବନେଇଲେ ଅଲଗା ଟିକେ ଟେଷ୍ଟ ଆସିବ ତାର। ଆଉ ପରିବାକୁ ଏଇଭଳିଆ ହାଲକା ଛାଣିକି ଆପଣ ଯଦି କରିବେ, ଯେମିତି ଭୋଜି ଆଉ ରେଷ୍ଟୁରାଣ୍ଟରେ ହୁଏ, ତ ତାର ଟେଷ୍ଟ ମଧ୍ୟ ଟିକେ ଅଲଗା ଆସିବ। ତ ଏଇଠି ମୁଁ ହାଲକା ହାଲକା ସବୁ ପରିବାକୁ ଛାଣିକିନା ବାହାର କରିନେଉଛି। ପ୍ରଥମେ କୋବି ଆଳୁକୁ ଅଲଗା ଭାଜି ନେଲି, ତାପରେ ବିନ୍ସ ଆଳୁକୁ ଏକା ସାଙ୍ଗରେ ଭାଜି କାଢ଼ି ନେଲି। ଏବେ କ୍ୟାପ୍ସିକମ୍କୁ ପକାଇବା। କ୍ୟାପ୍ସିକମ୍କୁ ମାତ୍ର 30 ସେକେଣ୍ଡ ପାଇଁ ଭାଜିବା। ଯେମିତି ଦେଖନ୍ତୁ ପକାଇଲା ପରେ ଟିକେ ଗାଢ଼ କଲର୍ ଆସିଗଲା, ବାସ୍ ହେଇଗଲା। ଏବେ କାଢ଼ି ନେବା, ବେଶୀ ସମୟ କ୍ୟାପ୍ସିକମ୍ ଭାଜିବେନି। ତାପରେ ଗ୍ରୀନ୍ ମଟର ଆଉ ପନିରକୁ ଏକା ସାଙ୍ଗରେ ପକାଇ ନେଇଛି। ଘର ତିଆରି ଫ୍ରେଶ୍ ପନିର, ତ ମୁଁ ହାଲକା ଭାଜିବି। ପନିର ସହିତ ମଟର ପକାଇଦେଲେ ମଟରଟା ଆଉ ଫାଟିବନି। ଜୋରରେ ଫାଟୁଛି, କଭର କରିକି ଭାଜନ୍ତୁ। ପନିରଟା ଦେଖନ୍ତୁ ହାଲକା ଭାଜି ହେଇଗଲା। ଯଦି ଅଧିକା ଡାର୍କ କଲର୍ ଦରକାର ତାହେଲେ ଅଲଗା ଅଲଗା ଦୁଇଟା ଭାଜନ୍ତୁ। ପରିବା ଛାଣି ସାରିଲା ପରେ କଢ଼େଇରେ ଯଦି ଅଧିକ ତେଲ ଥିବ ତାହେଲେ ବାହାର କରିନେବେ। ଏବେ ଦେଇଦେବା ଗୋଟେ ସିକ୍ରେଟ୍, ସେଟା ହେଉଛି ଅମୁଲ ବଟର, ଯେଉଁଟାକି ଆମେ ବ୍ରେଡ୍ ସହିତ ଲଗେଇ ଖାଆନ୍ତି। ବାସ୍ ଯଦି ଏଇଭଳିଆ କ୍ୟୁବ୍ ମିଳୁଛି ଗୋଟେ କ୍ୟୁବ୍ ଦେଇଦେବେ, ନହେଲେ ତ ଗୋଟେ ବଡ଼ ଚାମଚ ଦେଇଦେବେ। ୟାକୁ ଦେବା ଦ୍ୱାରା ବହୁତ ହି ବଢ଼ିଆ ପୁରା ବଟରି ଫ୍ଲେଭର ଆସେ, ଯେମିତିକି ରେଷ୍ଟୁରାଣ୍ଟ ଆଉ ଭୋଜିରେ ଆସେ ସେଇଭଳି। ଏବେ କିଛି ଗୋଟା ମସଲା ଦେଇଦେବା। ଗୋଟେ ଚାମଚ ଦେଇଦେଉଛି ଜିରା, 2ଟି ଗୁଜୁରାତି, ଗୋଟେ ଡାଲଚିନି ଆଉ ଗୋଟେ ତେଜପତ୍ର ଦେଇକିନା ଟିକେ ଭାଜି ନେବା ଗୋଲ୍ଡେନ୍ କରିକି। ସେସବୁ ଗୋଟା ମସଲାକୁ ଫ୍ଲେଭର ଆସିଯିବ। ତାପରେ ଦେଇଦେବା ଆମ ବଟା ମସଲାକୁ ଦେଇକିନା ଭଲ ଭାବରେ ଏବେ ହେଲା କଷିବା। ପୁରା ଲୋ କରିଦେବେ, ଘୋଡ଼େଇବେ ନହେଲେ ଛିଟକିବ। ଆଉ ମଝିରେ ମଝିରେ ଖୋଲିକିନା ତାକୁ ଟିକେ ଡାଙ୍ଗେଇ ଦେଉଥିବେ, ନହେଲେ ତ ତଳି ଲାଗିଯିବ। ମନେ ରଖନ୍ତୁ ପୁରା ଲୋ ଫ୍ଲେମ୍ରେ କଷିବେ। ବିଲକୁଲ ବି ଏଇ ଷ୍ଟେଜ୍ରେ ପାଣି ଦେବେନି। ପାଣି ଦେଇଦେଲେ ମସଲାର ଯେଉଁ ଅରିଜିନାଲ ବାସ୍ନାଟା ଥିବ ସେଇଟା କମିଯାଏ। ପୁରା 10ରୁ 15 ମିନିଟ୍ ବା ଯେପର୍ଯ୍ୟନ୍ତ ମସଲା ତେଲ ଛାଡ଼ିକି କଷି ହେଇନି ସେ ପର୍ଯ୍ୟନ୍ତ କଷିବେ। ମସଲା ଯଦି ଭଲକି କଷିବେ ଟେଷ୍ଟ ବି ବହୁତ ବଢ଼ିଆ ଆସିବ। ମସଲା ହେଇଗଲେ ଦେଖିବେ ମସଲାରୁ ବଢ଼ିଆ ବାସ୍ନା ଆସିବ, ବିଲକୁଲ କଞ୍ଚା ବାସ୍ନା ଆସିବନି, ଆଉ ତେଲ ମଧ୍ୟ ଛାଡ଼ି ଆସିବ, ଜାଣିବେ ହେଇଗଲାଣି। ଏବେ ଏଥିରେ ଦେଇଦେବା ସ୍ୱାଦ ଅନୁଯାୟୀ ଲୁଣ, ହଳଦୀ ଗୁଣ୍ଡ, କାଶ୍ମୀରୀ ଲଙ୍କା ଗୁଣ୍ଡ 1 ଚାମଚ, ଆଉ ଧନିଆ ଗୁଣ୍ଡ 2 ଚାମଚ। ୟାକୁ ଦେଇକି 1 ମିନିଟ୍ ପର୍ଯ୍ୟନ୍ତ ଆଉ କଷି ନେବା।
ସବୁ टेस्टକୁ ବାଲାନ୍ସ କରିବା ପାଇଁ ଏଇଠି ଦେଇଦେଉଛି ହାଫ୍ ଚାମଚ ଚିନି। ଚିନି ଦେଇଦେଲେ ମସଲାର ଟେଷ୍ଟଟା ଆହୁରି ବଢ଼ିଯାଇଥାଏ। ବଢ଼ିଆ ଲାଗିବ ତରକାରୀ। ନିଶ୍ଚିନ୍ତ ପକାଇବେ, ମିଠା ଲାଗିବନି କିନ୍ତୁ ଟେଷ୍ଟ ବାଲାନ୍ସ ହେଇକି ରହିବ। ତାପରେ ଏବେ ଦେଇଦେବା ଭଜା ପରିବା ସବୁ। ଏବେ ୟାକୁ ମସଲା ସାଙ୍ଗରେ ବହୁତ ଭଲ ଭାବରେ ମିକ୍ସ କରିନେବା। ଆଉ ତାପରେ ଗୋଟେ କପ୍ ଏଥିରେ ଗରମ ପାଣି ଦେଇଦେବା। କଭର କରିକିନା ପୁରା 10 ମିନିଟ୍ ପର୍ଯ୍ୟନ୍ତ ଲୋ ଫ୍ଲେମ୍ରେ ଫୁଟିବା ପାଇଁ ଛାଡ଼ିଦେବା। ଭଲକି ଫୁଟିକି ପରିବା ଭିତରକୁ ମସଲା ସବୁ ଆସିଯିବ, ଟେଷ୍ଟ ବହୁତ ଭଲ ଆସିବ। ତରକାରୀ ଫୁଟିବାର ଏଇଠି 10ରୁ 12 ମିନିଟ୍ ହେଇଗଲାଣି। ଦେଖନ୍ତୁ କେତେ ବଢ଼ିଆ ଭାବରେ କଲର୍ ଆସିଛି, ସୁନ୍ଦର ଦେଖାଯାଉଛି ତରକାରୀ। ଆଉ ଉପରୁ ଏବେ ଲାଷ୍ଟକୁ ଦେଇଦେବା ହାଫ୍ ଚାମଚ ଗରମ ମସଲା। ଘର ତିଆରି ଗରମ ମସଲା ଦେଲେ ଆହୁରି ଅଧିକା ଟେଷ୍ଟ ଆସିବ। ତାପରେ ଏଥିରେ ଦେଇଦେବା ଯେଉଁ କସୁରୀ ମେଥିକୁ ହାତରେ ଟିକେ ମକଚି ଦେବେ, ତାହେଲେ ତାର ବାସ୍ନାଟା ବାହାରିବ। ଗୋଟେ ଚାମଚ ଦେଇଦେବେ ଏଇଠି। ତାପରେ ଏଥିରେ ଲାଷ୍ଟକୁ ଦେଇଦେବା ବଟର ଏଇଠି ଯେଉଁ କ୍ୟୁବ୍ ବଟର ଗୋଟେ ଦେଇଦେବେ, ନହେଲେ ଗୋଟେ ବଡ଼ ଚାମଚ ବଟର ଦେଇଦେବେ। ସବୁକୁ ଭଲ ଭାବରେ ଗୋଳେଇ ନେବେ। ତାପରେ ଉପରୁ କିଛି ଧନିଆ ପତ୍ର ଦେଇଦେବେ। ଏବେ ରେଡି ହେଇଗଲା ଆମର ମିକ୍ସ ଭେଜ୍। ଦେଖନ୍ତୁ କେତେ ବଢ଼ିଆ ଦେଖାଯାଉଛି। ରୁଟି, ପରଟା, ନାନ୍, ପୁରୀ, ଜିରା ରାଇସ୍, ଖାଲି ରାଇସ୍, ସାଧା ରାଇସ୍ ଯେଉଁଥିରେ ଖାଉଛନ୍ତି ଖାଆନ୍ତୁ, ବହୁତ ବଢ଼ିଆ ଲାଗିବ ଖାଇବା ପାଇଁକିନା। ଆଉ ଆପଣ ନିହାତି ବନାନ୍ତୁ ଥରେ। ଆଉ କେମିତି ହେଲା ମୋତେ କମେଣ୍ଟ ମାଧ୍ୟମରେ ଆପଣଙ୍କ ରିଭ୍ୟୁ ଜଣାଇବେ। ଆଉ ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିଥିବ ତାହେଲେ ଯିବା ଆଗରୁ ଲାଇକ୍ ସେୟାର କରିଦେବେ। ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ରହିଲି, ପୁଣି ଆସିବି ଏକ ନୂଆ ରେସିପି ସହିତ। ସମସ୍ତେ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।